ସ୍ୱାଗତ ସୁସ୍ୱାଗତ ଆପଣମାନଙ୍କୁ ଓଡ଼ିଆ କ୍ଲାସକୁ। ଆଜି ଆମେ ଆଲୋଚନା କରିବା +3 ଓଡ଼ିଆ ଅନର୍ସ ସେକେଣ୍ଡ ସେମିଷ୍ଟାରର କୋର୍ ପେପର 3ର ୟୁନିଟ୍ 2ରେ ଯେଉଁ ରହିଛି ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା। ଏ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟାମାନଙ୍କ ମଧ୍ୟରେ ଆପଣମାନେ ପଢ଼ିବେ ରାଧାନାଥ ରାୟଙ୍କ କାବ୍ୟ, ଗଙ୍ଗାଧର ମେହେରଙ୍କ କାବ୍ୟ, ମଧୁସୂଦନ ରାଓଙ୍କ କବିତା, ଫକୀରମୋହନ ସେନାପତିଙ୍କ ଗଳ୍ପ ଓ ଉପନ୍ୟାସ। ଆମ୍ଭେମାନେ ପୂର୍ବରୁ ରାଧାନାଥ ରାୟଙ୍କ ଜୀବନୀ, ରାଧାନାଥ ରାୟଙ୍କ କାବ୍ୟ, ଗଙ୍ଗାଧର ମେହେରଙ୍କ ଜୀବନୀ, ଗଙ୍ଗାଧର ମେହେରଙ୍କ କାବ୍ୟ, ମଧୁସୂଦନ ରାଓଙ୍କ ଜୀବନୀ ବିଷୟରେ ପୂର୍ବରୁ ଆମେ ପଢ଼ି ସାରିଛେ। ଆଜିର ଭିଡ଼ିଓରେ ଆମେ ମଧୁସୂଦନ ରାଓଙ୍କ କବିତା ଗୁଡ଼ିକ ବିଷୟରେ ପଢ଼ିବା। ଭିଡ଼ିଓଟି ଭଲ ଲାଗିଲେ ଶେଷରେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଅଧିକରୁ ଅଧିକ ମାତ୍ରାରେ ସାଙ୍ଗସାଥିମାନଙ୍କୁ ସେୟାର କରିବେ। କୁସୁମାଞ୍ଜଳି 1903 କବିଙ୍କ ବିରଚିତ 11ଟି କବିତାର ଏକ ସଞ୍ଚୟନ। କୁସୁମାଞ୍ଜଳି ଯାହାକି 1903ରେ ପ୍ରକାଶିତ ହୋଇଥିଲା। କବିଙ୍କର ରଚିତ 11ଟି କବିତାର ସମାହାର ହେଉଛି ଏ କୁସୁମାଞ୍ଜଳି। ଏହି କବିତା ଗୁଡ଼ିକରେ କବିଙ୍କର କବିତ୍ୱ, ପାଣ୍ଡିତ୍ୟ, ସ୍ୱଦେଶ ପ୍ରୀତି ଓ ଜୀବନ ଦର୍ଶନର ପରିଚୟ ସୁଲଭ୍ୟ। ଏ କବିତା ଗୁଡ଼ିକରେ କବିଙ୍କର କବିତ୍ୱ, ପାଣ୍ଡିତ୍ୟ, ସ୍ୱଦେଶ ପ୍ରୀତି, ଜୀବନ ଦର୍ଶନର ପରିଚୟ ଦେଖିବାକୁ ମିଳେ। ନବ ବସନ୍ତ ଭାବନା ଏ ସୃଷ୍ଟି ଅମୃତମୟ ହେ, ନବଯୁଗର ଅଭିଷେକ, ଆଶା, ଆତ୍ମସମର୍ପଣ ଓ ଋଷିପ୍ରାଣେ ଦେବାବତରଣ। କବିତା ଗୁଡ଼ିକ କବିଙ୍କ ଭକ୍ତ ଓ ଦାର୍ଶନିକ ପ୍ରାଣର ପରିଚାୟକ। ଏସବୁ କବିତା ଗୁଡ଼ିକ କବିଙ୍କର ଭକ୍ତି ଭାବନା ଓ ଦାର୍ଶନିକ ପ୍ରାଣର ପରିଚୟ ଦେଇଥାଏ। ଋଷିପ୍ରାଣେ ଦେବାବତରଣ କବିତାଟି ନିଃସନ୍ଦେହରେ ତାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି। ଏଥିରେ ତାଙ୍କ ଜୀବନ ଦର୍ଶନ ସମସ୍ତ ପ୍ରାଣ ପ୍ରାଚୁର୍ଯ୍ୟ ସହ ରୂପାୟିତ। ଏଥିରେ ତାଙ୍କ ଜୀବନ ଦର୍ଶନର ସମସ୍ତ କଥା ରୂପାୟିତ ହୋଇଛି। ଏହି କବିତା ଓ ତାଙ୍କ ଜୀବନ ଏକ ଓ ଅଭିନ୍ନ ଭଳି ମନେ ହୁଏ। ବ୍ରହ୍ମଧର୍ମରେ ଦୀକ୍ଷିତ କବିଙ୍କର ନବଯୁଗର ଅଭିଷେକ କବିତାରେ ବ୍ରହ୍ମଧର୍ମର ବନ୍ଦନା ସ୍ଥାନିତ ହୋଇଛି। ମହାଦେବୀ ଭିକ୍ଟୋରିଆ ଓ ସକଲହରୀ କବିତା ଦୁଇଟି ଶୋକଗୀତି। ପ୍ରଥମଟି ମହାରାଣୀ ଭିକ୍ଟୋରିଆଙ୍କ ତିରୋଭାବରେ ଓ ଦ୍ୱିତୀୟଟି ସାର୍ ବାସୁଦେବ ସୁଢଳଙ୍କର ବିୟୋଗରେ ରଚିତ। ବସନ୍ତ ଗାଥା 1901 27ଟି କବିତାର ଏକ ମନୋରମ ଗୁଚ୍ଛ। ଏହି ବସନ୍ତ ଗାଥା 1901ରେ ପ୍ରକାଶିତ ହୋଇଥିଲା। ଏହା 27ଟି କବିତାର ସମାହାରରେ ସୃଷ୍ଟି ହୋଇଛି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବସନ୍ତ କାଳରେ ରଚିତ, ଏଣୁ ଏହାର ଏପରି ନାମକରଣ। ଗୋଟିଏ ବର୍ଷର ବସନ୍ତ କାଳରେ ଏହା ରଚିତ ନ ହୋଇ ହୋଇଛି ବିଭିନ୍ନ ବର୍ଷର ବସନ୍ତ କାଳରେ। ବସନ୍ତ କାଳରେ ରଚିତ ହୋଇଥିଲେ ହେଁ ଏଗୁଡ଼ିକ କେବଳ ବସନ୍ତ ଋତୁର ବିଭିନ୍ନ ବିଭାବ ବର୍ଣ୍ଣିତ ହୋଇଛି ବୋଲି ଭାବିବା ଉଚିତ ନୁହେଁ। ଏଗୁଡ଼ିକ ବିଭିନ୍ନ ବିଷୟକ। ଏଗୁଡ଼ିକ ସାମୟିକ ଭାବରେ ରଚିତ ଓ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ। ଏଗୁଡ଼ିକ ଚତୁଷ୍ପାଦୀ କବିତା ବା ସନେଟ୍। ଇଂରାଜୀ ସାହିତ୍ୟ ଦ୍ୱାରା ପ୍ରଭାବିତ ହୋଇ କବି ଏହି ସନେଟ୍ ଗୁଡ଼ିକ ରଚନା କରିଥିଲେ। କବିଙ୍କ ଭକ୍ତିମତାର ପ୍ରମାଣ ମିଳେ ସତ୍ୟ ଓ ପରମ ପ୍ରୟାଣ କବିତା ଦୁଇଟିରେ। ଏଥିରେ ତାଙ୍କ ଉଦାତ୍ତ ଆଧ୍ୟାତ୍ମିକ ମତବାଦ ପ୍ରକାଶ ଲାଭ କରିଛି। ଜାଗତିକ ଆନନ୍ଦ ଅଚିର, ତେଣୁ ଜାଗତିକ ଆନନ୍ଦକୁ ଯଥେଷ୍ଟ ନ ଭାବି ଚିରନ୍ତନ ଆନନ୍ଦର ସନ୍ଧାନ ପାଇବା ପାଇଁ ସେ ମାନବ ସମାଜକୁ ଅମୂଲ୍ୟ ଉପଦେଶ ଦେଇଛନ୍ତି। କବିଙ୍କର ଜଣେ ବନ୍ଧୁପତ୍ନୀଙ୍କ ବିୟୋଗରେ ରଚିତ ବିଚ୍ଛେଦ କବିତାରେ କବିଙ୍କ ଜୀବନ ଦର୍ଶନ ଓ ସ୍ୱତନ୍ତ୍ର ଦାର୍ଶନିକ ଦୃଷ୍ଟିକୋଣ ପ୍ରତିବିମ୍ବିତ ଏବଂ ଏଥିପାଇଁ କବିଙ୍କ ସମଗ୍ର ରଚନା ମଧ୍ୟରେ ଏଇଟି ଏକ ଅମୂଲ୍ୟ ରତ୍ନ। ପ୍ୟାରୀମୋହନ ଆଚାର୍ଯ୍ୟ, ରାଜା ସୁବଳଦେବ, ରାଧାନାଥ, ଫକୀରମୋହନ, ଗୌରୀଶଙ୍କରଙ୍କ ଉଦ୍ଦେଶ୍ୟରେ ରଚିତ ସନେଟ୍ ଗୁଡ଼ିକ ଏଥିରେ ସ୍ଥାନିତ ହୋଇଛି। ପତିତାରମଣୀ କବିତାରେ କବିଙ୍କ କୋମଳ ତଥା ସମ୍ବେଦନଶୀଳ ଅନ୍ତରର ପରିପ୍ରକାଶ ଘଟିଛି। ନାରୀ ପତିତା ହେଲେ ହେଁ ସେ ଯେ ବିଶ୍ୱମୋହିନୀ ଓ ପତିତପାବନୀଙ୍କର ଅଂଶ ବିଶେଷ ଏକଥା କବି ଭୁଲି ନାହାନ୍ତି। ତାକୁ ତାର ନ୍ୟାୟ ଅଧିକାର ନିଶ୍ଚିତ ଭାବରେ ମିଳିବାର ଆଶାବାଦୀ କବି ପୋଷଣ କରିଛନ୍ତି।
ମୋଟାମୋଟି ଭାବରେ ବସନ୍ତ ଗାଥାର କବିତା ଗୁଡ଼ିକ କବିଙ୍କ ଅନ୍ତରର ଗଭୀରତମ ପ୍ରଦେଶରୁ ଜାତ ଉଲ୍ଲାସର ରୂପାନ୍ତର। ଛାନ୍ଦମାଳା ଏକମ ଓ ଦ୍ୱିତୀୟ 1884 ଓ 1898ରେ ଥିବା ଧ୍ୱନି, ପଦ୍ମ ଇତ୍ୟାଦି କବିତାରେ ଉଚ୍ଚ ଆଧ୍ୟାତ୍ମିକ ଚିନ୍ତାର ପ୍ରତିଫଳନ ଦେଖିବାକୁ ମିଳେ। ଛାନ୍ଦମାଳା ପ୍ରଥମ ଭାଗ 1884ରେ ଆଉ ଛାନ୍ଦମାଳା ଦ୍ୱିତୀୟ ଭାଗ 1898ରେ ପ୍ରକାଶିତ ହୋଇଥିଲା। ସେଥିରେ ଥିବା ଧ୍ୱନି, ପଦ୍ମ ଇତ୍ୟାଦି କବିତାରେ ଉଚ୍ଚ ଆଧ୍ୟାତ୍ମିକ ଚିନ୍ତାର ପ୍ରତିଫଳନ ଦେଖିବାକୁ ମିଳେ। ପଦ୍ମ କବିତାରେ କବି ପଦ୍ମର ଶୋଭାଦର୍ଶନରେ ଆତ୍ମହରା ହୋଇଛନ୍ତି। ସେ ପଦ୍ମ ସହିତ ନିଜର ଅପୂର୍ବ ଯୋଗସୂତ୍ର ଆବିଷ୍କାର କରିଛନ୍ତି। ପ୍ରଭାତ ଓ ସନ୍ଧ୍ୟା କବିତା ଦ୍ୱୟରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା ନିମନ୍ତେ କବିଙ୍କ ଉପଦେଶ ରହିଛି। ଏଥିରେ ଥିବା ଜନ୍ମଭୂମି ପ୍ରତି, ପୃଥିବୀ ପ୍ରତି ଇତ୍ୟାଦି କେତୋଟି କବିତା ଛାତ୍ରମାନଙ୍କ ଅନ୍ତରରେ ଉତ୍ତମ ଚରିତ୍ର, ନମ୍ରତା ଓ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଯଥେଷ୍ଟ ଉପଯୋଗୀ। ସାବାସ ସାହିତ୍ୟ ଚର୍ଚ୍ଚା, ସାବାସ ସାବାସ ଓ ଭଣ୍ଡ ରସାୟନ କାବ୍ୟ ଭଳି ଦୁଇ ବ୍ୟଙ୍ଗଧର୍ମୀ ରଚନା ମଧ୍ୟ ତାଙ୍କ କାବ୍ୟ କାରିକତାର ଏକ ଭିନ୍ନ ଉଦାହରଣ। ଏହା ଦର୍ଶାଇ ଦିଏ ଯେ ତାଙ୍କ କବିତା କେବଳ ଗଭୀର ବିଭୂପ୍ରୀତି ଓ ନିବିଡ଼ ମାନବ ପ୍ରୀତିରୁ ଯୁଗଳବନ୍ଦୀ ନୁହେଁ, ତୀବ୍ର ବ୍ୟଙ୍ଗରେ ମଧ୍ୟ ରସାଣିତ। ସଙ୍ଗୀତମାଳାର ପ୍ରତ୍ୟେକ ସଙ୍ଗୀତ ମଧ୍ୟ ବିଭୂଚିନ୍ତାରେ ପୁଷ୍ଟ। ସଙ୍ଗୀତମାଳା 1896ରେ ପ୍ରକାଶିତ ହୋଇଥିଲା। ଏହି ସଙ୍ଗୀତମାଳାର ପ୍ରତ୍ୟେକ ସଙ୍ଗୀତ ବିଭୂଚିନ୍ତାରେ ଭରି ରହିଛି। ପରମେଶ୍ୱରଙ୍କ ଦର୍ଶନ ପାଇବା ପାଇଁ କବି ପ୍ରାଣର ଯେଉଁ ବ୍ୟାକୁଳତା ଓ ତନ୍ମୟତା, ତାହାର ସ୍ପଷ୍ଟ ପ୍ରକାଶ ଏଥିରେ ପରିଲକ୍ଷିତ ହୁଏ। ଏହି ସଙ୍ଗୀତ ଗୁଡ଼ିକ ତାଙ୍କୁ ଭକ୍ତ କବି ଭାବରେ ପରିଚିତ କରାଇବା ପାଇଁ ଯଥେଷ୍ଟ। କବିତାବଳୀ ମଧୁସୂଦନଙ୍କର ପ୍ରଥମ କବିତା ସଂକଳନ। ଏହି କବିତାବଳୀ 1876ରେ ପ୍ରକାଶିତ ହୋଇଥିଲା। ଏହା ହେଉଛି ମଧୁସୂଦନଙ୍କର ସର୍ବପ୍ରଥମ କବିତା ସଂକଳନ। ଏହା ଏକ ଯୌଥ ରଚନା। ଏଥିରେ ରାଧାନାଥଙ୍କର 3ଟି ଓ ମଧୁସୂଦନଙ୍କର 7ଟି କବିତା ସ୍ଥାନ ପାଇଛି। ଏହି ଯୌଥ ପ୍ରଚେଷ୍ଟା ଓଡ଼ିଆ ଗତାନୁଗତିକ କାବ୍ୟଧାରାରେ ନବଚେତନାର ଶୁଭାରମ୍ଭ ଓ ଇଂରେଜ କବି କୋଲେରିଜ ଓ ୱାର୍ଡସୱାର୍ଥଙ୍କ ପ୍ରଣୀତ ଲିରିକାଲ ବାଲାଡ ସହ ତୁଳନୀୟ। ଆଜିର ଭିଡ଼ିଓରେ ଆମେ ରାଧାନାଥ ରାୟଙ୍କ କବିତା ଗୁଡ଼ିକ ବିଷୟରେ ସଂକ୍ଷିପ୍ତ ପଢ଼ିଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ ଫକୀରମୋହନ ସେନାପତିଙ୍କର ଜୀବନୀ ବିଷୟରେ ପଢ଼ିବା। ଭିଡ଼ିଓଟି ଭଲ ଲାଗିଥିଲେ ଶେଷରେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଅଧିକରୁ ଅଧିକ ମାତ୍ରାରେ ସାଙ୍ଗସାଥିମାନଙ୍କୁ ସେୟାର କରିବେ।